ଶସ୍ତାରେ ମିଳିଯିବ ଏହିସବୁ ଜିନିଷ। ଜିଏସ୍ଟି କାଉନସିଲର ବୈଠକରେ କମିବ 175ଟି ଜିନିଷର ଦାମ। ଲିଷ୍ଟରେ ରହିଛି। ଆଜିଠୁ ନୂଆଦିଲ୍ଲୀରେ 2 ଦିନିଆ ଜିଏସ୍ଟି କାଉନସିଲର ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ନୂଆଦିଲ୍ଲୀରେ ଜିଏସ୍ଟି କାଉନସିଲର 56ତମ ବୈଠକ ଅନୁଷ୍ଠିତ ହେବ। ବୈଠକରେ ପ୍ରାୟ 175ଟି ସାମଗ୍ରୀ ଉପରୁ ଜିଏସ୍ଟି ହାର ହ୍ରାସ କରିବା ପାଇଁ ନିଷ୍ପତ୍ତି ନିଆଯାଇପାରେ। 5% ଏବଂ 18% ଦୁଇଟି ମୁଖ୍ୟ ଟିକସ ହାର ସ୍ଥିତି କରିବାର ପ୍ରସ୍ତାବ ରହିଛି। ଯଦି ଏହା କାର୍ଯ୍ୟକାରୀ ହୁଏ ତେବେ ଟିଭି, ଫ୍ରିଜ୍, କାର୍, ବାଇକ୍, ପ୍ରସାଧନ ସାମଗ୍ରୀ, ଟାୟାର ଓ ଅନ୍ୟ ଉତ୍ପାଦନଗୁଡ଼ିକ ଶସ୍ତା ହୋଇପାରେ ବୋଲି ଆଶା କରାଯାଇଛି। ତମ୍ବାକୁ, ପାନ ମସଲା ଏବଂ ସିଗାରେଟ୍ ଭଳି ସାମଗ୍ରୀ ଉପରେ ମଧ୍ୟ 40% ସ୍ୱତନ୍ତ୍ର ଟିକସ ହାର ଲାଗୁ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଏହାସହ ସରକାର ସ୍ୱାସ୍ଥ୍ୟ ଏବଂ ଜୀବନ ବୀମା ପ୍ରିମିୟମକୁ ଜିଏସ୍ଟିରୁ ମୁକ୍ତ କରିପାରନ୍ତି। ବର୍ତ୍ତମାନ 4ଟି ସ୍ଲାବ 5, 12, 18 ଏବଂ 28% ଜିଏସ୍ଟି ରହିଛି। ଏହାକୁ ପରିବର୍ତ୍ତନ କରାଯାଇ 2ଟି ପର୍ଯ୍ୟାୟରେ ଲାଗୁ କରାଯିବାକୁ ପ୍ରସ୍ତାବ ରହିଛି। ପ୍ରଚଳିତ 4ଟି ଜିଏସ୍ଟି ସ୍ଲାବ ବଦଳରେ ଷ୍ଟାଣ୍ଡାର୍ଡ ଓ ମେରିଟ୍ ଭାବେ 2ଟି ସ୍ଲାବରେ ରହିଛି। ବର୍ତ୍ତମାନ ବସ୍ତୁ ଓ ଦ୍ରବ୍ୟଗୁଡ଼ିକ ଉପରେ 5, 12, 18 ଓ 28% ଜିଏସ୍ଟି ଲାଗୁ ହେଉଛି। ଏଥିରେ ପରିବର୍ତ୍ତନ କରାଯାଇ 2ଟି ସ୍ତରରେ 5% ଓ 18% ଜିଏସ୍ଟି ଲାଗୁ କରିବାକୁ ପ୍ରସ୍ତାବ ରହିଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ବୈଠକରେ 31 ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପ୍ରତିନିଧି ଯୋଗଦେବେ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବୈଠକରେ ଉପସ୍ଥିତ ରହିବେ। ଜିଏସ୍ଟି ପରିଷଦ ବୈଠକରେ କେନ୍ଦ୍ର ଏବଂ ଅର୍ଥ ମନ୍ତ୍ରୀଙ୍କର ଜିଏସ୍ଟିକୁ ସଂସ୍କାରରେ ଏକକ ଏଜେଣ୍ଡା ଭାବେ ଏକତ୍ରିତ କରାଯାଇଛି, ଯେଉଁଥିରେ ହାର ଯୁକ୍ତିଯୁକ୍ତକରଣ, ସରଳ ଅନୁପାଳନ ଓ ସମ୍ଭାବ୍ୟ ନୂତନ କ୍ଷତିପୂରଣ ବ୍ୟବସ୍ଥା ଅନ୍ତର୍ଭୁକ୍ତ। ପରିଷଦ ବୈଠକ ପୂର୍ବରୁ ଭିତ୍ତିଭୂମି ସ୍ଥାପନ କରିବା ପାଇଁ ମଙ୍ଗଳବାର ଦିନ ଏକ ଅଧିକାରୀଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା।